ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବାକୁ ନେଇ ହିତାଧିକାରୀମାନଙ୍କର ଫାଇନାଲ ସର୍ଭେ ହେବା ପାଇଁ ଯାଉଛି। ତ ସର୍ଭେ କେଉଁ ହିତାଧିକାରୀମାନଙ୍କର କରାଯିବ, ଏହି ସର୍ଭେକୁ ନେଇ ସରକାରଙ୍କ ତରଫରୁ ନୋଟିସ୍ ଜାରି ହେଲା। ତ ଆପଣଙ୍କର ବି ପ୍ରଶ୍ନ ରହିଥିବ, ଯେଉଁ ଡ୍ରାଫ୍ଟ ଲିଷ୍ଟ ପଞ୍ଚାୟତ ଅଫିସରେ କାନ୍ଥରେ ମରାଯାଇଥିଲା, ସେଇ ଲିଷ୍ଟରେ ଯେଉଁମାନଙ୍କର ନାମ ରହିଛି ସେଇମାନଙ୍କର ସର୍ଭେ କରାଯିବ ନା ଯେଉଁମାନଙ୍କର ଡ୍ରାଫ୍ଟ ଲିଷ୍ଟରେ ନାଁ ନାହିଁ ନା ସେମାନଙ୍କର ସର୍ଭେ କରାଯିବ। ଏ ପ୍ରଶ୍ନ ଆପଣଙ୍କର ବି ଥିବ। ଆବାସ ଘର ପାଇବା ପାଇଁ ଫାଇନାଲ ଯେଉଁ ସର୍ଭେ କରାଯିବ, ଏହି ସର୍ଭେ ପ୍ରକ୍ରିୟା କେମିତି କ'ଣ ତାର ରହିଛି ପ୍ରୋସେସ, ପୁରା ଫୁଲ୍ ପ୍ରୋସେସର ନୋଟିସ୍ ବର୍ତ୍ତମାନ ଆସିସାରିଛି। ସେ ନୋଟିସ୍ରେ ଆପଣ ଜାଣିବାକୁ ପାଇବେ ଯେ କେଉଁମାନେ ଆସିକି ଆପଣଙ୍କ ଘରକୁ ସର୍ଭେ କରିବେ। ତ ସର୍ଭେ କେମିତି କ'ଣ କରିବେ, ସେମାନେ ଆପଣମାନଙ୍କୁ କ'ଣ ସବୁ ପଚାରିବେ, କ'ଣ ସବୁ ଡକୁମେଣ୍ଟସ୍ ଆପଣମାନଙ୍କୁ ମାଗିବେ, ତ ଡିଟେଲ୍ସ ସେଇ ନୋଟିସ୍ରେ ପ୍ରକାଶିତ ହୋଇଛି। ମୁଁ ଆପଣମାନଙ୍କୁ ପ୍ରମାଣ ସହ ଦେଖେଇବି। ବିନା ପ୍ରମାଣରେ ଏହି ଚ୍ୟାନେଲ ଆପଣମାନଙ୍କୁ କେବେ ବି ଭିଡ଼ିଓ ପ୍ରୋଭାଇଡ଼ କରେନି। ତ ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ତା ପୂର୍ବରୁ ଆପଣମାନଙ୍କୁ ଛୋଟ ଅନୁରୋଧ, ଆପଣ ଯଦି ଚ୍ୟାନେଲରେ ନୂଆ କରି ଭିଡ଼ିଓଟିକୁ ଦେଖୁଛନ୍ତି, ଏପର୍ଯ୍ୟନ୍ତ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅ। ଆପଣମାନଙ୍କର ମୋବାଇଲ ସ୍କ୍ରିନ୍ ଉପରେ ଆପଣମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାହିଁବି। ଥରେ ନଜର ପକାନ୍ତୁ ଏ ନୋଟିସ୍ ଉପରେ। ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ପଞ୍ଚାୟତ ରାଜ ଆଣ୍ଡ DW ଡିପାର୍ଟମେଣ୍ଟ ତରଫରୁ ନୋଟିସ୍ଟି ଜାରି କରାଯାଇଛି। ନୋଟିସ୍ ନମ୍ବର ମଧ୍ୟ ଏଠାରେ ମେନସନ୍ ରହିଛି, ଆପଣ ଦେଖିବାକୁ ପାଉଥିବେ 16445 ରହିଛି। ଡେଟ୍ ମଧ୍ୟ ଏଠାରେ ମେନସନ୍ ରହିଛି, ଆପଣ ଦେଖିବାକୁ ପାଉଥିବେ। ତ ଏହି ନୋଟିସ୍ର ମୁଖ୍ୟ ବିନ୍ଦୁ କ'ଣ ରହିଛି, ଅର୍ଥାତ୍ ଏହି ନୋଟିସ୍ର ସବଜେକ୍ଟ କ'ଣ ରହିଛି, ଆପଣମାନେ ଜାଣିବା ନିହାତି ଜରୁରୀ ଯଦି ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପାଇଁ ଅପେକ୍ଷା କରିଛନ୍ତି। ବିଷୟ ରହିଛି ପ୍ରିପାରେସନ୍ ଅଫ୍ PWL ଅଫ୍ PMAYG ଫ୍ରମ୍ ଦ ଆବାସ ପ୍ଲସ୍ 2024 ସର୍ଭେ ଲିଷ୍ଟ। ଆଗକୁ ପ୍ରଧାନମନ୍ତ୍ରୀ ଆବାସ ଘର ଯେଉଁ ହିତାଧିକାରୀମାନେ ପାଇବେ, ତ ଏହାକୁ ନେଇ ଏ ନୋଟିସ୍ରେ ସୂଚିତ କରାଯାଇଛି ହିତାଧିକାରୀମାନଙ୍କୁ। ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଡିଟେଲ୍ସ ଇନଫର୍ମେସନ୍ ଦେବି, ଯାହାଫଳରେ ଆପଣମାନଙ୍କର କୌଣସି ବି ଡାଉଟ୍ ରହିବ ନାହିଁ। ଏହି ସର୍ଭେ ପ୍ରକ୍ରିୟା ଆପଣମାନଙ୍କର କେମିତି କ'ଣ କରାଯିବ, ଏ ନୋଟିସ୍ରେ ସୂଚିତ କରାଯାଇଛି ହିତାଧିକାରୀମାନଙ୍କୁ। ମୁଁ ଆପଣମାନଙ୍କୁ ଏହି ନୋଟିସ୍ରେ କ'ଣ ସବୁ ସୂଚିତ କରାଯାଇଛି ମୁଁ ଆପଣମାନଙ୍କୁ ଜଣାଇ ଦେଉଛି। 1 ନମ୍ବର ନୋଟିସ୍ରେ ଆକ୍ସନ୍ ପଏଣ୍ଟ ରହିଛି କ'ଣ, after making of the GP where the detection process is completed by the block in our soft blocks have to download the draft PWN। ଆପଣ ସମସ୍ତେ ଜାଣିଛନ୍ତି, ଯେତେବେଳେ ଆବାସ ଘର ପାଇବା ପାଇଁ ସରକାରଙ୍କ ତରଫରୁ ନିଜସ୍ୱ ଆପଣ ଘରେ ବସି ଆବେଦନ କରିପାରୁଥିଲେ ନିଜର ସ୍ମାର୍ଟଫୋନ୍ ମାଧ୍ୟମରେ, ଯେଉଁଟାକି ଆବାସ ପ୍ଲସ୍ ରହିଥିଲା, ତାହାରି ମାଧ୍ୟମରେ ଆପଣ ଘରେ ବସି ନିଜର ସ୍ମାର୍ଟଫୋନ୍ ମାଧ୍ୟମରେ କରିପାରୁଥିଲେ। ଆଉ ଗୋଟେ ଆପଣମାନେ ଆସୋସିଏଟ୍ ସର୍ଭେ କରୁଥିଲେ, ପଞ୍ଚାୟତ ଅଫିସକୁ ଯାଇକି PO ମାଧ୍ୟମରେ ଆପଣମାନେ କରିଥିବେ, ଅନେକ ମଧ୍ୟ ହିତାଧିକାରୀ କରିଛନ୍ତି। କିନ୍ତୁ ଏବେ ଆବେଦନ ଯେଉଁ ପ୍ରକ୍ରିୟାରେ କରନ୍ତୁ ନା କାହିଁକି ସେଇଟା ଇମ୍ପୋର୍ଟାଣ୍ଟ ନୁହଁ, କିନ୍ତୁ ଏବେ AI ଆପଣମାନଙ୍କର ଡିଟେକ୍ଟ କରିବ ଯେ କ'ଣ କେମିତି ଆପଣମାନଙ୍କର ସର୍ଭେ ଠିକ୍ ଭାବରେ ହେଉଛି କି ନାହିଁ। ଏଠି ମେନସନ୍ ରହିଛି ୱିଦିନ୍ 5 days ଭିତରେ ଆପଣମାନଙ୍କ ପାଇଁ ଏକ ଫାଇନାଲ ଲିଷ୍ଟ ଜାରି କରାଯିବ। এই ଫାଇନାଲ ଲିଷ୍ଟରେ କେଉଁମାନଙ୍କର ନାମ ରହିବ ଆପଣଙ୍କର ବି ଡାଉଟ୍ ରହିଥିବ। ଦେଖନ୍ତୁ, ଯେଉଁମାନେ ସର୍ଭେ ପାଇଁ ଯୋଗ୍ୟ ଅଟନ୍ତି, ତ ସେମାନଙ୍କ ପାଇଁ ଏକ ଫାଇନାଲ ଲିଷ୍ଟ ଜାରି କରାଯିବ। ଏହି ଫାଇନାଲ ଲିଷ୍ଟରେ ତ ସେମାନଙ୍କର ସର୍ଭେ ପ୍ରକ୍ରିୟାଟିକୁ ସମ୍ପାଦନ କରାଯିବ। ଏହି ଲିଷ୍ଟଟିକୁ ବ୍ଲକ ଅଧିକାରୀମାନେ ଡିଟେଲ୍ସ ଯାଞ୍ଚ କରିବେ, କାହାର ନାମ ଅଛି, କାହାର ନାମ କଟିଯାଇଛି, ଯେଉଁଟାକି ଆମେ ଡ୍ରାଫ୍ଟ PW ଲିଷ୍ଟ ବୋଲି କହୁଛୁ, ପଞ୍ଚାୟତରେ ଯେଉଁଟାକି ଆପଣମାନଙ୍କର ଆଭେଲେବୁଲ୍ ବର୍ତ୍ତମାନ ବି ରହିଛି। ଏଇଟା ଆପଣମାନଙ୍କର 15 ତାରିଖ ପର୍ଯ୍ୟନ୍ତ ରହିବ। ତାପରେ ଆକ୍ସନ୍ ପଏଣ୍ଟଟି କ'ଣ ରହିଛି, ପବ୍ଲିସିଂ ଦ ଲିଷ୍ଟ ଇନ୍ ଦ ପବ୍ଲିକ୍ ପ୍ଲେସ୍। ଆପଣମାନଙ୍କର ପବ୍ଲିକ୍ ପ୍ଲେସ୍ରେ ଏ ଲିଷ୍ଟ ଗୁଡ଼ିକକୁ ମରାଯିବ। ତ କେଉଁ ହିତାଧିକାରୀ ମାନେ ଘର ପାଇଲେ ତାଙ୍କର ନାଁ ମେନସନ୍ ରହିବା ସହିତ ତାଙ୍କର ଆଡ୍ରେସ୍ ମଧ୍ୟ ମେନସନ୍ ରହିଥିବ। ୱିଦିନ୍ 3 days ରହିଛି ଆଫ୍ଟର ଡାଉନଲୋଡ଼ିଂର। ତ ଏହି କାମ ଗୁଡ଼ିକ
जो ब्लॉक स्तरीय जो अधिकारी मान रहिचंती सेमाने करिवे एथिरे जो लोक मानकर नाम रहिछि तो आपण माने चेक करी सेमानक नारे ग्रीवांस देई पारिबे जार समय मध्य रही 15 दिन भितर आपण माने यही कार्य गुड़िक करें जदि आपण मानक लगुच कौनसी अयोग्य व्यक्तिंकर नाम लिस्ट रे चली आसी तो आपण माने ग्रीवांस दे पारिबे। ग्रीवांस रो प्रोसेस मध्य नोटिस रे मध्य मेंशन रही जहाँ रही फिजिकल मोड थ्रू द बॉक्स कीप्ड एट द जीपी एंड ब्लॉक ऑफिस तो आपण पंचायत रे किंबा ब्लॉक ऑफिस रे आपण माने ग्रीवांस दे पारिबे। जदि आपण माने ग्रीवांस दे पारुना किछि लोक एमिति अछंती से माने ग्रीवांस लेखिबारे अक्षम तो सेथि पई सेमानक पई मध्य एक टोल फ्री नंबर मध्य जारी करा जायछि जोटा कि रही थ्रू ऑफ द टोल फ्री नंबर ऑफ द स्टेट कॉल सेंटर 180012199421 ए नंबर रे आपण माने ग्रीवांस दे पारिबे। एहा परे जो एआई माध्यम रे आपण मानकर ए लिस्ट जोटा कि आपण माने कहउचंती ड्राफ्ट पीएडब्ल्यू लिस्ट जो रही पंचायत रे सेटा एआई माध्यम रे ही लिस्ट जनरेट करा जायछि तो सेही लिस्ट रे जो नाम रही तो सेमानक पई पुणी थरे सर्वे प्रक्रिया जारी करा जिवो जोटा कि नोटिस रे मेंशन रही ऑल द एचएचएस एनलिस्टेड इन द सिस्टम जनरेटेड लिस्ट आर टू बी वेरीफाइड बाय ए 3 मेंबर ब्लॉक टीम तो 3 जणिया जो रही ब्लॉक टीम से 3 जणिया ब्लॉक स्तरीय जो कमिटी रहिबो ताहा गठन करा जाई एहाकू वेरीफाई करा जिवो एहाकू कहिबा गले जो लिस्ट रो जो नाम रही सेमानंकू वेरीफाई करा जिवो तो मुख्यतः 3 जण गुरुत्वपूर्ण अधिकारी रहिबे जहाँ सेमानंकू वेरीफाई करिवे। देखंतु वेरीफाइड हैला परे आपण मानकर फाइनल लिस्ट जारी करा जिवो सहित एक विशेष कार्यक्रम मध्य उपस्थापन करा जिवो। ए विशेष कार्यक्रम रही आपण मानकर ग्राम सभा रे ए लिस्ट टी को आपण मानकू देखिबा को पाइबे। सबुठु गुरुत्वपूर्ण कथा हला सेही ग्राम सभा रे जो हिताधिकारी माने योग्य अछंती सेमानकर नाम कटि जाइछि कौनसी कारणवशतः तो सेमाने चाहिले ऐड करि पारिबे तो आपण मध्य से ग्राम सभा को केबे मिस करिवेनी जदि आपण जणे योग्य हिताधिकारी कौनसी कारणवशतः आपण मानकर नाम से लिस्ट रे रही नाही वेरीफाई हे गला परे तो आपण माने से ग्राम सभा को निश्चय अटेंड करिवे जहा फल रे आपण माने आवास घर पाइबा पई योग्य विवेचित हो पारिबे। तापरे एक्शन पॉइंट टी रही रिसीविंग एंड डिस्पोजिंग ऑफ ग्रीवांस बाय द डिस्ट्रिक्ट लेवल कमिटी अर्थात जिला स्तरीय जो कमिटी रही आपण मानकर से ग्रीवांस गुडी को तदारक करिवे